45 ବର୍ଷରେ କାଳୀପୂଜା ଉତ୍ସବ। ପବିତ୍ର କାଳୀପୂଜା ଦୀପାବଳିରେ ଉତ୍ସବ ମୁଖର ସାରା ଅଞ୍ଚଳ। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ରାଜାଲୋକା ଗ୍ରାମରେ ଖୁବ୍ ଧୁମଧାମରେ କାଳୀପୂଜା ଅନୁଷ୍ଠିତ ହୋଇଯାଇଛି। ଲୋକମାନେ ନିଜର ଘରଦ୍ୱାର ସଫାସୁତୁରା କରିବା ସହିତ ଆଲୋକମାଳାରେ ନିଜ ନିଜ ଘରକୁ ସଜାଇଥିଲେ ଓ ସନ୍ଧ୍ୟା ସମୟରେ ଆତସବାଜିର ମଜା ମଧ୍ୟ ନେଇଥିଲେ। ପୟା ଶ୍ରାଦ୍ଧ ଥିବାରୁ ବହୁ ଲୋକ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରିଥିଲେ। ମା କାଳୀଙ୍କ ପୂଜା ଅବସରରେ ରାଜାଲୋକା ଗ୍ରାମରେ ମା କାଳୀଙ୍କ ପୂଜା ଖୁବ୍ ଧୁମଧାମରେ ପାଳିତ ହୋଇଥିଲା। ସଭାପତି ଶିବଶଙ୍କର ସାହୁ, ସମ୍ପାଦକ ରଜନୀ ଦତ୍ତଙ୍କ ସହିତ ରାଜାଲୋକା କାଳୀପୂଜା କମିଟିର ସଦସ୍ୟଙ୍କ ମିଳିତ ସହଯୋଗରେ ଏହି ପୂଜା ସଫଳ ହୋଇପାରିଛି। ପ୍ରଥମେ ଘଣ୍ଟ ମୃଦଙ୍ଗ ବଜାଇ ଗ୍ରାମବାସୀ ମାଙ୍କ ଘଟ ଆଣିଥିଲେ। ତାପରେ ବିଧିବଦ୍ଧ ଭାବରେ ମାଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ପ୍ରସାଦ ସେବନର ଆୟୋଜନ ମଧ୍ୟ ହୋଇଥିଲା। ମୟୂରଭଞ୍ଜ ସାରସକଣାରୁ ମୁରାରୀ ମୋହନ ମହାପାତ୍ରଙ୍କ ରିପୋର୍ଟ, ଅନୁଧ୍ୟାନ ଟିଭି।